ଉମେଶ ଦାସ ବୈଶ୍ବିକ ବହୁତ ଓଡ଼ିଆ ଭାଷାଭାଷୀ ବହୁତ ଲୋକ ଅଛନ୍ତି। এই জগন্নাথ পূজা আমি সংস্কৃতি এরকম একটা বহু দিন দীর্ঘ 16 ବର୍ଷ ধରି ପୂଜା ଚାଲିଛି। ଏଠି ପ୍ରାୟ 30-40 ହଜାର ଓଡ଼ିଆ ଭାଇମାନେ ପୂଜାରେ ଯୋଗଦାନ କରନ୍ତି, ସମସ୍ତେ ସହযোଗିତା କରନ୍ତି। ଏଠିକାର ଲୋକାଲ ରହୁଥିବା ବଙ୍ଗାଳୀମାନେ ବି ବହୁତ ଆମକୁ ସହାୟତା କରନ୍ତି। ଏଠି ଶାନ୍ତି ସଂଘ ପ୍ରାଙ୍ଗଣରେ ଯେଉଁ ପୂଜାଟି ହୁଏ ବହୁତ ସୁନ୍ଦର ଭାବରେ ସେମାନଙ୍କର ସେକ୍ରେଟାରୀ ପ୍ରେସିଡେଣ୍ଟ ହୁଅନ୍ତୁ ଆମକୁ ସହଯୋଗ କରନ୍ତି। ଏଠି ପ୍ରାୟ ଲାଷ୍ଟ ଦିନର 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ 4 ଦିନ ଆମର ପୂଜା ହୁଏ। ପ୍ରତିଦିନ ଶେଷ ଦିନ ଆମର ଓଡ଼ିଆ ଏଠି 4-5 ହଜାର ଲୋକ ପ୍ରସାଦ ସେବନ କରନ୍ତି, ଶାନ୍ତି ଶୃଙ୍ଖଳା ଭାବରେ ହୁଏ। ପାଖରେ ଆମର ML ରତ୍ନା ଚାଟାର୍ଜୀ ଅଛନ୍ତି ଏ ଅଞ୍ଚଳର, ସେ ବି ବହୁତ ଆମକୁ ପ୍ରେମ କରନ୍ତି। এই ଜଗନ୍ନାଥ ପୂଜାଟି ଦୀର୍ଘ 16 ବର୍ଷ ଧରି ଚାଲିଲେ ସତ ନୁହେଁ, ଯେପର୍ଯ୍ୟନ୍ତ ଆମେ କାଲକାଟାରେ ଓଡ଼ିଶା ବା ଭାଷାଭାଷୀ ଅଛନ୍ତି ଏମାନେ ଦୀର୍ଘ ଦିନରେ ଚଲେଇବାକୁ ଆମେ ଚେଷ୍ଟା କରିବୁ। ଆମ ପରେ ଆମର ଛୋଟ ସାନ ଭାଇମାନେ ବି এই অনুষ্ঠাନକୁ ବଜାଇ ରଖିବେ ଏବଂ ପୂଜା ପ୍ରତ୍ୟେକ ବର୍ଷ এই ସମୟରେ ପୂଜା ହେବ। ଆଜ୍ଞା 16 ବର୍ଷ ଧରି ଚାଲିଛି, 3 ଦିନ ଧରି ଚାଲିବ। ଆମର ଏଇ ଜଗନ୍ନାଥ ପୂଜା ଏଠି ଆପଣଙ୍କର 3000ରୁ ଉର୍ଦ୍ଧ୍ୱ ଲୋକ ପ୍ରସାଦ ପାଆନ୍ତି। ଆଉ ପ୍ରତ୍ୟେକ ଦିନ ଏଇ ପ୍ରଥମ 2 ଦିନ ପ୍ରାୟ 2000 ଲୋକ ପ୍ରସାଦ ପାଆନ୍ତି। ତଥାପି ଏ ଅଞ୍ଚଳରେ ଲୋକ ବେଶୀ କମି ନାହାନ୍ତି। ଅନ୍ୟ ଜାଗାରୁ କଲିକତାରୁ ଲୋକ କମିଗଲେଣି, କିନ୍ତୁ ତିତିରିଆ ବଜାର ଅଞ୍ଚଳରେ ଏବେ ବି 50,000ରୁ ଉର୍ଦ୍ଧ୍ୱ ଲୋକ ଅଛନ୍ତି। ଆଜ୍ଞା ଆମର ଏଠି ଭାଗବତ ପାରାୟଣ ସହିତ ଗୀତା ଯଜ୍ଞ ଏ ଅଞ୍ଚଳର ଶାନ୍ତି ପାଇଁ ସବୁବେଳେ ଆମେ ପଶ୍ଚିମବଙ୍ଗରେ ଆମେ ଚେଷ୍ଟା କରି ଆସୁ ଜଗନ୍ନାଥଙ୍କ ସଂସ୍କୃତି ଯେପରି ସାରା ବିଶ୍ୱରେ ପ୍ରଚାର ହଉ, ଆଉ ଆମର ସମସ୍ତେ ଭଗବାନଙ୍କ କୃପାରୁ ଭଲରେ ରୁହନ୍ତୁ, ଏଇଟା ହିଁ ଆମର ମୂଳ ଲକ୍ଷ୍ୟ। ଆମର ଯେଉଁ ସଦସ୍ୟ ଭାଇମାନେ ଅଛନ୍ତି ଏଠି, ତାଙ୍କର ଉତ୍ସାହ, ତାଙ୍କ ପରିବାରଙ୍କର ଉତ୍ସାହ ଆଉ ଏ କଥା ବର୍ଣ୍ଣନା କରିହେବନି ଯେ ସେମାନେ ଏତେ ଉତ୍କଣ୍ଠାର ସହିତ ଏ ପୂଜାକୁ ସମର୍ପଣ କରୁଛନ୍ତି, ତାହା ଆପଣ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତଙ୍କର କର୍ମରୁ ଛୁଟି ନେଇ ସେମାନେ ଏ 3 ଦିନ ଠାକୁରଙ୍କ ପାଇଁ ସମୟ ଦେଉଛନ୍ତି। ସେଥିପାଇଁ ମୁଁ ଅନୁଷ୍ଠାନର ସମସ୍ତ ସଭ୍ୟମାନଙ୍କୁ ଅତ୍ୟନ୍ତ ଧନ୍ୟବାଦ ଜଣାଉଛି। ରବୀନ୍ଦ୍ର କୁମାର ଦାସ, ମୁଁ ପୂର୍ବତନ ସେକ୍ରେଟାରୀ ଥିଲି। ଆଜ୍ଞା ମୁଁ ଶ୍ରୀ ଉମେଶ ଚନ୍ଦ୍ର ଦାସ, এই অনুষ্ঠানର ସଭାପତି ଏବଂ ଏ ଅନୁଷ୍ଠାନ 16 ବର୍ଷରେ ଆଜି ପଦାର୍ପଣ କଲା। ଅନେକ ବାଧାବିଘ୍ନ ଭିତରେ ବି ଆମେ ସମସ୍ତେ ଏକଜୁଟ ହୋଇ ଏଟାକୁ ଆଗେଇ ନେଇଛୁ। କେତେ ଦିନ ଏଟାକୁ ଚାଲିବ କେହି କହିପାରିବେନି, କାରଣ এই ଅଞ୍ଚଳରେ ପ୍ରାୟ 10,000 ଭଳିଆ ଓଡ଼ିଆ ରହିଛନ୍ତି। ଖାଲି ଓଡ଼ିଆ ନୁହେଁ, ବଙ୍ଗାଳୀ, ବିହାରୀ, ପଞ୍ଜାବୀ ସମସ୍ତଙ୍କୁ ନେଇକି ଆମେ ଚଳିଛୁ ଏବଂ এই ଅଞ୍ଚଳର ସୁଖ ଶାନ୍ତି ପାଇଁ ଗୀତା ଯଜ୍ଞ ସହିତ ଭାଗବତ ପାରାୟଣ ମଧ୍ୟ ଚାଲିଛି। এটা ଆଜି ତ ପ୍ରଥମ ଦିନରେ ଆମର ଭାଗବତ ପାରାୟଣ ହେଉଛି। 10 ତାରିଖ କାଲି ଗୀତା ଯଜ୍ଞ, 11 ତାରିଖ ସମାପନ ହେବ ଆଉ ପୂର୍ଣ୍ଣାହୁତି ମଧ୍ୟ ହେବ। ଏ ଅଞ୍ଚଳର ସୁଖ ଶାନ୍ତି କେମିତି ସବୁଦିନ ବଜାୟ ରଖିବ, ସେଇଥିପାଇଁ ଆଜ୍ଞା ଆମନ୍ତ୍ରିତ କରୁଛି ସମସ୍ତ ପୁରପଲ୍ଲୀବାସୀଙ୍କୁ ଆମନ୍ତ୍ରିତ କରୁଛି ଏ ସଭାରେ ଯୋଗ ଦେବା ପାଇଁ। କହିଛି ଉମେଶ ଚନ୍ଦ୍ର ଦାସ। ଅନେକ ଭକ୍ତମାନେ ଏଠାରେ ରୁଣ୍ଡ ହୋଇଛନ୍ତି ଏବଂ ସମସ୍ତଙ୍କୁ ପ୍ରସାଦ ଆମେ ସେବନ କରୁଛୁ।
এবং সমস্তে খুশির সহিত এই অনুষ্ঠানକୁ আসি ବହୁତ খুশি হচ্ছেন। আমার এ দীর্ঘ 16 বর্ষ ধরে এই অনুষ্ঠান চালিছি এবং এই অনুষ্ঠান আহুরি মধ্য শহ শহ বর্ষ চালু এহি আমার কামনা। আপন মানে মধ্য এইপরি ভাবে এই সংস্কৃতিকে এবং সনাতন ধর্মকে আগে নিয়ন্তু এইটাই আমি ভবিষ্যতের কামনা করছু। মো না বিমল কুমার দাস, মো শ্রী জগন্নাথ সেবা সমিতির মেম্বর। ধরি যে জগন্নাথ পূজা আমার হচ্ছে আমার বহুত আনন্দ লাভ করছু, বহুত মজা, বহুত খুশি। ମୋ ଭାଇ ଓ ଭଉଣୀ ମାନେ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଏଇ ପୂଜା ଯେରକମ ଆମର ଚିରଦିନ ପାଇଁ ସବ ସମୟ ପାଇଁ ରହୁ, ଏଇ ପୂଜା ବଜାୟ ରହୁ ପୂଜା। ଜୟ ଜଗନ୍ନାଥ ରଖୁଛୁ। ତେଣୁକରି ଆମର ସମସ୍ତ ଭାଇ ଭଉଣୀ ଏବଂ ମୋର ସମସ୍ତ ଗୁରୁଜନମାନଙ୍କୁ ଅନୁରୋଧ ଆମର ପୂଜାକୁ ଆସିକି ସହଯୋଗ କରନ୍ତୁ ଏବଂ ଆପଣମାନେ ଯେଉଁ ପ୍ରସାଦ ପସନ୍ଦ କରିକି ଆପଣଙ୍କ ସନ୍ତୁଷ୍ଟ ହୁଅନ୍ତୁ। ଜୟ ଜଗନ୍ନାଥ। ଲିପିନା ପୃଷ୍ଟି।